विद्यालय
ଯେ କି आज आम मोदीजींकर चाकरी जीवन अवसरकालीन संरक्षण उत्सव आसंता कल आम जानू आम भरोसा जो पाइबा से भूलिबे जहाँ काली आम नूतन करते आम भरोसा ना आज सभारे धन्यवाद अनुरोध करके अपेक्षा स्वागत करते जय जगन्नाथ। आज विदाय संवर्धना उत्सव उपस्थित विदाय होता प्रधान शिक्षयित्री मोर अन्यतम सहकर्मी एवं मैडम आंचलिक साधारण केन्द्र संयोजक महाशय ए पंचायत सरपंच महोदय विद्यालय अध्यक्ष एवं वरिष्ठ शिक्षक दिलीप सार एवं नंदन समस्त पितामाता तथा विद्यालय सहकर्मी अति आदर छात्र छात्री पे आज दिवस कौन करने बड़ दीदी आउ तुम पाखक आसवे कहीं आसवे तेणु आम पार्टी करवा गाड़ी मारा चुप बसवा तो टे बसवा सामने बसी आमर अतिथि मैंने कौन कहते शुणा आ बड़ दीदी तुम जहाँ सब भल कम कर पाठ पढ़े अनेक बड़ मनीष हाँपाई स्वप्न देखीच तेणु से आधार आम समस्ते नीरव ना पार्टी को करवा बसवे तो नीरव धन्यवाद। चाकरी करे निश्चित चाकरी अवसर ना जन्म हो निश्चय मरवा जदि ठाकुर भी आशीर्वाद पाई से अमर आम मनीष समाज मनीष अमर हो पाइबा निश्चित दिन दिन मरवा मरवा तो ठाकुर आशीर्वाद पाइब से तार अमर हवा कौन हवा समस्ते पुराण शास्त्र देखिए जाना से जहाँ दृष्टि बोधे पछाड़ रही कहवार व्यवस्था था किंतु जेहेतु बर्तमान कार्यालय टिके अधिक काम अच्छी चली दो साल बसिक गोटे ऑफिस ड्राफ्टिंग चली मु केवल कही सागे सागे जीवी और आसनी जेहेतु ऑफिस एस्टाब्लिशमेंट दायित्व मोर तेणु जड़े शिक्षयित्री हूँ प्रधान शिक्षयित्री अवसर ने माने जेहेतु से मुख्य कर्मधार विद्यालय प्रधान शिक्षयित्री रिलीव ऑर्डर निहत आज न पाइले से रिलीव हो पारे ना तेणु आसवाक बाध्य अवश्य आम समस्त बांटा निज निज आशायी काम करने मैडम आसी मुझे जानी पठे जाओ भेट हो नसी बांटे मैंने खबर देते आ विशेषतः जी आपनकर प्रधान शिक्षयित्री से मोर टिके व्यक्तिगत संपर्क तेणु अल्प समय पचे चाकरी निश्चित पहुँचवी ना काली आमको भल पाऊँ सामना हिसाब से जो कथा शुणिले खराब लगी था तेणु अल्प समय पचे मैडम पाखक निश्चित पहुँची कहीं से जड़े विज्ञान शिक्षयित्री सर्वप्रथम एवं प्रधान शिक्षयित्री कि शिक्षकता भितर जो जो जगह आसी निश्चित तो अनेक आलोचना हम मैडम ने अभिज्ञता कहे पिला किसी परामर्श देवे से आधार सब शुणा अवसरकालीन
ଏବଂ ଅବସର ଗ୍ରହଣ କରୁଥିବା ଶୈଳଯୋଗୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏସ୍ଏମ୍ସି ମେମ୍ବର ଶ୍ରଦ୍ଧେୟ ଛାତ୍ରଛାତ୍ରୀ ପିଲାମାନେ ସରକାରୀ ଚାକିରିରେ ଥରେ ଆମେ ଯେଉଁଦିନ ନିଯୁକ୍ତି ପତ୍ର ପାଏ ସେଇଦିନ ଲେଖା ହେଇଥାଏ ଆମେ କୋଉଦିନ ରିଟାୟାର୍ଡ କରିବା। ଯୋଉଦିନ ଆମେ ନିଯୁକ୍ତି ପତ୍ର ସରକାରୀ ଚାକିରିରେ ପାଏ ସେଇଦିନଠୁ ଲେଖା ହେଇଥାଏ ଯେ ଆମେ କୋଉଦିନ ରିଟାୟାର୍ଡ କରିବା। ତେଣୁ ଅବସର ନେବା ପ୍ରତ୍ୟେକ ସରକାରୀ ଚାକିରିରେ ନିଶ୍ଚୟ ଆସିବ। 60 ବର୍ଷ ପୂର୍ଣ୍ଣ ହେଇଗଲେ ନିଶ୍ଚୟ ସରକାରୀ କର୍ମଚାରୀଟି ତା କାର୍ଯ୍ୟରୁ ଅବ୍ୟାହତି ନେବ ଏବଂ ତାକୁ ଆମେ ଅବସର ଦେଇଦେବୁ। କିନ୍ତୁ ବର୍ତ୍ତମାନ ଆମେ ଯାହାର ଅବସରକାଳୀନ ସଭା ବା ଯେଉଁ ପୂଜ୍ୟ ପ୍ରଚାର ଆୟୋଜନ କରିଛେ ସେ ହେଉଛନ୍ତି ତୁମର ଆଦରଣୀୟ ଅତି ପ୍ରିୟ ଶୈଳଯୋଗୀ, ଯିଏକି ଜଣେ ସମାଜକର୍ମୀ ଶିକ୍ଷକ ଥିଲେ, ଜଣେ କର୍ତ୍ତବ୍ୟପରାୟଣ ଶିକ୍ଷକ ଥିଲେ। ବିଦ୍ୟାଳୟର ପ୍ରତିଟି କାର୍ଯ୍ୟକୁ ନିପୁଣତାର ସହ ନିପୁଣତାରେ ସମ୍ପାଦନ କରୁଥିଲେ। ବିଦ୍ୟାଳୟରେ କୌଣସି ସମସ୍ୟା ଉପୁଜିଲେ ପିଲାମାନେ କଣ ପାଟି ସାର୍ ଗଲେ ଏମିତି କରିବି ତମେ ଶୈଳଯୋଗୀ ତମକୁ କଣ ପଠାନ୍ତି କୁହ? ଭୂଗୋଳ ଆଉ ତମକୁ ଛୁଆ କଣ ପଢାନ୍ତି? କଣ ପଢାନ୍ତି? ବିଜ୍ଞାନ ପଢାନ୍ତି। ଆଚ୍ଛା ବିଜ୍ଞାନ ପଢାନ୍ତି, ତମେ ତାଙ୍କର କେତେ କଥା ଶିଖିଛ ନିଶ୍ଚୟ। ତେଣୁ ସେଇ ଯାହାଟା ଶିଖିଛ ବର୍ତ୍ତମାନ ତାକୁ ମନେ ପକାଅ, କାହିଁକି ନା ସେ ଆଉ ଅଳ୍ପ ସମୟ ପରେ ତାଙ୍କର କାର୍ଯ୍ୟକ୍ରମ ସରିଯିବ। ସିଏ ଆଉ ଅବସର ନେଇଯିବେ। କେବଳ ଯଦି ତାକୁ ଖୁସିରେ ଆସିବେ ତମମାନଙ୍କୁ କିଛି କିଛି ଶିକ୍ଷା ଦେବେ। ପ୍ରତି କାର୍ଯ୍ୟକୁ ଯିଏ ନିପୁଣତାର ସହ ଚଲାଉଥିଲେ ଏବଂ ବିଦ୍ୟାଳୟରେ କୌଣସି ସମସ୍ୟା ଉପୁଜିଲେ ତାକୁ ଅତି ସରଳ ଭାବରେ ସମାଧାନ କରୁଥିଲେ। ଆମେ ଆଜି ସେଇଭଳି ଏକ ବ୍ୟକ୍ତି ବିଶେଷକୁ ଆମ ଭିତରୁ ବିଦାୟ ଦେଇଦେଉଛୁ। ତେଣୁ ଏହା ହେଉଛି ଦୁଃଖଦ ବିଷୟ ଏବଂ ଆମେ ଚେଷ୍ଟା କରିବା ତାଙ୍କ ଭଳି ହବାକୁ, ତାଙ୍କ ଭଳି ଶିକ୍ଷକଟିଏ ବା ଶିକ୍ଷୟିତ୍ରୀଟିଏ ହେଇ ଏ ତୁମମାନଙ୍କୁ ଶିକ୍ଷା ଦେବା ସହିତ ଏ ସମାଜକୁ ମଧ୍ୟ ଶିକ୍ଷା ଦେବା। ଶିକ୍ଷକଟିଏ ଛାତ୍ରଛାତ୍ରୀ ଜୀବନର ବହୁତ ପ୍ରକାର ଇଭେଣ୍ଟ କରିଛନ୍ତି ଆଉ କମ୍ପିଟିସନ ବି କରିଛନ୍ତି। ଆମର ନେଇକି ବହୁତ ପ୍ରକାର ଶବ୍ଦ ବି ଲେଖିଥିଲେ। ଦିଦି କରି ବି ଛନ୍ତି, ସୁରଭି ହଉ କି ଅଲଗା ଯେମିତି ପ୍ରୋଗ୍ରାମ ହଉ କରିଛନ୍ତି। ତ ସେଥିପାଇଁ ଦିଦି ମୋତେ ବହୁତ ଧନ୍ୟବାଦ। କାରଣ ମୁଁ ଲାଷ୍ଟ 2-3ଟା ଇଏ ଦେଖିଛି ଇଭେଣ୍ଟ ପିଲାମାନଙ୍କୁ ଯେତିକି ଆମର ଟିଚର ବି ହୁଅନ୍ତୁ ଯେତିକି ମାନେ ଶିଖଉଛନ୍ତି ଏକ୍ସଟ୍ରା ମାନେ କରିବାରେ ଆକ୍ଟିଭିଟି ସବୁ, ତ ସେଟା ନିହାତି ରହିବା ଜରୁରୀ। ପାଠ ସହିତ ଅନ୍ୟ ଜିନିଷ ରହିବା ଜରୁରୀ। ସମସ୍ତଙ୍କର ପାଠ ହବନି, ସେ ଗୀତ ହଉ ନାଚ ହଉ ଡିବେଟ୍ ହଉ ଏସବୁରେ କିଛି ରହିବା ଦରକାର ଆମମାନଙ୍କର। ତେଣୁ ସେଇଟା ଅଲଗା ଟିଚର୍ସ ତରଫରୁ ମଧ୍ୟ ମୋର ରିକ୍ୱେଷ୍ଟ। ଆଉ ଗୋଟେ ଜିନିଷ ମୁଁ କହିଦେଉଛି, ସବୁ ଆଜି ବର୍ତ୍ତମାନ ଆମର କାର୍ଡ ଦିଲ୍ଲୀପ ସାର୍ ଆମର ବର୍ଷା ଦେଇକି ରହିଲେ। ସବୁ ଯେ କାମ ଦିଲ୍ଲୀପ ସାର୍ଙ୍କ ନୁହେଁ, ଆମେ ଏଇଟା ବୁଝି ରଖିବା ଦରକାର। ମୁଁ ଏବେ ବି କହୁଛି ସ୍କୁଲ ମ୍ୟାନେଜମେଣ୍ଟରେ ବହୁତ ପ୍ରୋବ୍ଲେମ ରହୁଛି। ଆଜି କହିବା କ'ଣ ଏଇଟା, କିନ୍ତୁ ମୁଁ ଏଇଠି କହୁଛି କାରଣ ଆମେ ଏମିତି କେବେ ବସିପାରୁନି। ଏସ୍ଏମ୍ସି ଟିଚର ଯଦି ମାସକୁ 2 ମାସ ଥରେ ବସାଯାଉ, ଦିଲ୍ଲୀପ ସାର୍ ମୁଁ ଆପଣଙ୍କୁ ଟିକେ ଗୋଟେ ରିକ୍ୱେଷ୍ଟ କରିବି 2-3 ମାସର ହଉ ସ୍କୁଲ ଗୋଟେ ମିଟିଂ ନିହାତି ଜରୁରୀ। स्टूडेंट प्रति क्लास रो 2-3 जन स्टूडेंट रहबे, एसएमसी सहित हमर मीटिंग हो केमती पाठ पढ़ा होउची न होउची तार गुणात्मक कोन अछि ताको परीक्षा पड़िबो। पिला नै भलो पाठ पढ़ी से दिन हमको किछि पदक्षेप न पड़िबो। आ नुहे जे आमे आसीबा बोला बा पाठ बोले ए क्लास होला मदल खाइ घरु चल सेरा कोन से गण जोगी नय हमें जानने के दरकार। केते केते स्कूल प्राइवेट स्कूल होउची हम बापा और पैसा नहीं कि जहां नहीं कि આપણે ગવર્નમેન્ટ સ્કૂલ પાઠ મળશે ଆମେ ତାଙ୍କ କମ୍ପିଟିସନ ହବା ତାକୁ ଟକ୍କର ଦବା। ଆମ ସ୍କୁଲ ଭଲ ରେଜଲ୍ଟ ଆମ ସ୍କୁଲ କୁ ଲୋକ ଆସିବେ। ତ ତା ବି କୋନ ଦରକାର ତମେ ଯେ ଆମମାନଙ୍କୁ କହିବ ଆମେ କରିବା ଚେଷ୍ଟା କରିବୁ। ଆମେ ଯାହା କରୁ ତମେ ସେଥିରେ ପଳେଇବ ସେଇଟା ଭଲ ଲାଗେ। ତ
ତମର ବି କିଛି ୱାଣ୍ଟିଂ ରହିବା ଦରକାର ନାଇଁ ଏଇଟା ଆମ ସ୍କୁଲ ହେଲେ ଭଲ ହବ ସେଇଟା ହେଲେ ଭଲ ହବ ଆମ ଭିତରକୁ ହିଁ ଦେଖିକି ନୁହେଁ ଯେ ଆମେ ଅଧିକା କଣ ଚିନ୍ତା କରିବୁ। ତେଣୁ ମ୍ୟାଡ଼ାମ ଏବେ ମ୍ୟାଡ଼ାମ ଅଛନ୍ତି ମୁଁ ଇଏ ଆମର ସିଆରସି ମ୍ୟାଡ଼ାମ ବି ଅଛନ୍ତି ବିଓଙ୍କୁ ନଲେଜକୁ ନେବେ ଆମର ଯେମିତି ବହୁତ ଦିନ ହେଲା ନିର୍ମଳ ସାର୍ ଚାର୍ଜ ମ୍ୟାଡ଼ାମ ଆସିଥିଲେ 2 ବର୍ଷ ହେଲା ଯେତେ ଜଲ୍ଦି ହବ ଆମର ପ୍ରଧାନ ଶିକ୍ଷକ ଆମକୁ ଦେବେ କାରଣ ଆମର ଟିଚର୍ସ ବି କମି ଯାଉଛନ୍ତି 8ଟା କ୍ଲାସ ଆମେ ବୁଝିପାରୁଛୁ 3500 ଗୋଟିଏ ପିଲା। ପ୍ରିୟ ଶୈଳଦୀଦି ଆମ ଏଇ ପଞ୍ଚାୟତର ସରପଞ୍ଚ ମହୋଦୟ ଆମର ବିଓ ମ୍ୟାଡ଼ାମ ଜୟନ୍ତୀ ମ୍ୟାଡ଼ାମ ଆମର ଏଇ ବିଦ୍ୟାଳୟର ଚାର୍ଜ ନେଇଛନ୍ତି ପ୍ରଧାନ ଶିକ୍ଷକ ନୂତନ ଭାବରେ ଚାର୍ଜ ନେଇଥିବା ପ୍ରଧାନ ଶିକ୍ଷକ ଦିଲ୍ଲୀପ ସାର୍ ସମସ୍ତଙ୍କୁ ମୋର ଶୁଭେଚ୍ଛା ଶୁଭ ଅଭିନନ୍ଦନ। ଆଜି ଏକ ଦୁଃଖ ଦିବସ ଯାହାକି କ'ଣ କହିବି ଭାଷା ବି ପାଉନି ମୁଁ ମାନେ ଭାଷା କ'ଣ କହିବି ସେ ଦିଦିଙ୍କ ବିଷୟରେ ଦିଦିଙ୍କୁ ମୁଁ ସେ ମୋର ମା ଭଳି ଦିଦିଙ୍କୁ ମୁଁ ଆଗରୁ ଚିହ୍ନିଛି ଟ୍ରେନିଂ ସମୟରେ ଦିଦି ସବୁବେଳେ ସେ ବହୁତ ପ୍ରତିଭାର ଅଧିକାରୀ ବହୁ ପ୍ରତିଭା ତାଙ୍କ ପାଖରେ ନାହିଁ ତାଙ୍କର ଲେଖା ତାଙ୍କର କବିତା ତାଙ୍କର ପ୍ରାର୍ଥନା ତାଙ୍କର ବିବରଣୀ କ'ଣ ବା କହିବି ସବୁ ଜାଗାରେ ଦିଦିଙ୍କର ଏବେ କେବଳ ଶିମୁଳପୁର ହେଡମାଷ୍ଟର ହେଲେ ବୋଲି ମୋର ଦେଖା ନୁହେଁ ମୋର ଆଗରୁ ଦିଦିଙ୍କ ସହିତ ପରିଚିତ ଆମର ଫ୍ୟାମିଲି ଆମର ସମ୍ପର୍କ କାରଣ ମୋ ଶାଶୁ ସିଏ ମୋ ଶାଶୁ ଭଳିଆ କାରଣ ମୋ ଶାଶୁଙ୍କର ସାନ ଭଉଣୀ ଭଳିଆ ଆମ ମୋ ବାହାଘରେ ବି ଦିଦି ଆସିଥିଲେ ତେଣୁ ମୋର ସେ ମାନେ ମା ସହିତ ସମାନ ତାଙ୍କ ପାଇଁ ମୁଁ ଆଗ ତାଙ୍କ ଝିଅ ଭଳିଆ ଆଉ ମୁଁ ନୂତନ ଭାବରେ 3 ମାସ ହବ ଏଠାରେ ସିଆରସି ଭାବରେ ନିଯୁକ୍ତି ହେଇଛି ଆଉ ଏଇ ବିଦ୍ୟାଳୟ ପାଇଁ ବି ଦିଦିଙ୍କର ବହୁତ ଅବଦାନ ମୁଁ ଶୁଣିଛି କାରଣ ମୁଁ କରଗଡ଼ ସ୍କୁଲର ଟିଚର ମୁଁ ଆଗରୁ କରଗଡ଼ ସ୍କୁଲରେ ଥିଲି ସେଇ ଗାଁର ଝିଅ ମଧ୍ୟ ମୁଁ ଆଉ ତାପରେ ସିଆରସି ହେଲା ପରେ ଦିଦିଙ୍କୁ ମୁଁ ଆଗରୁ ଚିହ୍ନି ଦିଦିଙ୍କର ବହୁତ ମାନେ ଏଇ ସ୍କୁଲ ପ୍ରତି ଅବଦାନ ଅଛି ସୁରଭି ହେଇଗଲା ଯେକୌଣସି ପ୍ରୋଗ୍ରାମରେ ଦିଦି କେବେ ମନା କରନ୍ତିନି ସବୁବେଳେ ସପୋର୍ଟ କରନ୍ତି ସମସ୍ତଙ୍କୁ ଆଉ ତାଙ୍କର ବି ହୃଦୟ ତାଙ୍କ ବିଷୟରେ କହିଲେ ସରିବନି ଦିଦି ଜଣେ ବିଜ୍ଞାନ ଶିକ୍ଷୟିତ୍ରୀ ସେ ତାଙ୍କର ନଲେଜ ବହୁତ ଏ ବୟସରେ ମଧ୍ୟ ଆମର ମନ୍ଥଲି କ୍ଲଷ୍ଟର ମିଟିଂ ଯେଉଁ ହେଉଥିଲା ଆମର କରଗଡ଼ ସ୍କୁଲରେ ଦିଦି ବି ଟିଚିଂ ପିଲାମାନଙ୍କୁ ଦେଇଥିଲେ ମୋତେ ଖୁସି ଲାଗିଲା ଦିଦିଙ୍କର ଆଉ ଚାକିରି ମାତ୍ର 15 ଦିନ ଥିଲା ତଥାପି ସେ ପିଲାଙ୍କୁ ଟିଚିଂ ଦେଇପାରୁଥିଲେ ଆଉ ଭଲ ଭାବରେ ବୁଝେଇ ବି ଦେଲେ ତାଙ୍କର ପାଖରେ ବହୁତ ନଲେଜ ଅଛି ଆଉ ସାଇନ୍ସ ମ୍ୟାଥର କନସେପ୍ଟ ତାଙ୍କଠୁ ହିଁ ଶିଖିବା ଦରକାର ମୁଁ ଦିଦିକୁ ଏତିକି ଅନୁରୋଧ କରିବି ନିହାତି ଭାବରେ ତାଙ୍କୁ ଯେତେବେଳେ ସମୟ ମିଳିବ ସେ ପିଲାଙ୍କୁ ଆସିବେ କାରଣ ତାଙ୍କ ପାଖରେ ଯେଉଁ ଜ୍ଞାନ ଅଛି ସେ ଜ୍ଞାନକୁ ସେ ପିଲାମାନଙ୍କୁ ନିହାତି ଭାବରେ ସେୟାର କରିବେ ଆଉ ଦିଦି ତ ଆମର ଯେହେତୁ ଆଜି ହିଁ ତାଙ୍କର ଲାଗୁନି ଯେ ଦିଦି ଆଜି ଯିବେ ବୋଲି ମୋତେ ଲାଗୁଛି ଆଉ ବେଶୀ ରହିଯାଇଛି ଲାଗୁଛି କିନ୍ତୁ ଦିଦି ତ ନିହାତି କାଲିଠୁ ଆମେ ବଡ଼ଦିଦି ବୋଲି ପାଇବା ନାହିଁ ଡାକିଲେ କାହାକୁ ବଡ଼ଦିଦି ଆଉ ଡାକିବା ଆଉ ମୁଁ ତାଙ୍କ ପାଇଁ ଗୋଟେ କବିତାଟେ ମୋ ଲେଖନୀ ମନରୁ ମୁଁ ଯେହେତୁ କବିତା ଲେଖେ ଗୋଟେ କବିତାଟେ ଲେଖନୀ ମନରୁ ଲେଖିଛି ଦିଦିଙ୍କ ପାଇଁ ଆଉ ହଠାତ୍ ଲେଖିଛି ଆଜି ଦ୍ୱିପହରେ ପଢ଼ି ଦେଉଛି ସମସ୍ତେ ଶୁଣିବେ ଅବସରକାଳୀନ ଶୈଳଦୀଙ୍କ ପାଇଁ ପଦଟିଏ ମୁକ୍ତା ପରି ସଦା ହସ ହସ ମୁଖ ଆମ ଶୈଳଦୀଙ୍କର ମୁକ୍ତା ପରି ସଦା ହସ ହସ ମୁଖ ଆମ ଶୈଳଦୀଙ୍କର ତାଙ୍କ ସ୍ନେହ କେବେ ଭୁଲିବି ନାହିଁ ଲାଗନ୍ତି ସେ ଆପଣାର ଝିଅ ଡାକ ତାଙ୍କ କେଡ଼େ ଆପଣାର ଝିଅ ଡାକ ତାଙ୍କ କେଡ଼େ ଆପଣାର ସ୍ପର୍ଶ କରେ ହୃଦୟକୁ କଳାକାର ପୁଣି କିଏ ସରି ହେବ କଳାକାର ପୁଣି କିଏ ସରି ହେବ ପ୍ରତିଭା ଜୟନେ ତାଙ୍କୁ ସବୁ କ୍ଷେତ୍ରରେ ଯେ ଯୋଗଦାନ ତାଙ୍କ ସହଯୋଗ ମନୋବୃତ୍ତି ସବୁ କ୍ଷେତ୍ରରେ ଯେ ଯୋଗଦାନ ତାଙ୍କ ସହଯୋଗ ମନୋବୃତ୍ତି ପର ଆପଣାର ଭାବ ନାହିଁ କେବେ ଭୁଲି ହେବନି ତାଙ୍କ କୃତି ଧୈର୍ଯ୍ୟଶୀଳ ପୁଣି ସରଳ ମଣିଷ କ୍ରୋଧ କେବେ ଦେଖି ନାହିଁ ଧୈର୍ଯ୍ୟଶୀଳ ପୁଣି ସରଳ ମଣିଷ କ୍ରୋଧ କେବେ ଦେଖି ନାହିଁ ଉଚ୍ଚ ମନୋବୃତ୍ତି ହୃଦୟ ତାଙ୍କର ପାସୋରି ପାରିବି ନାହିଁ ପିଲାଙ୍କ ପାଇଁ ସେ ସଦା ସମର୍ପିତ ଲାଗିଥାନ୍ତି ରାତି ଦିନ ପିଲାଙ୍କ ଖୁସିରେ ଖୁସି ହୋଇଥାନ୍ତି ବିତିଯାଏ ତାଙ୍କ ଦିନ ଅବସରେ ତାଙ୍କୁ ଏତିକି ମିନତି ଭୁଲିବନି କେବେ ମୋତେ ହୃଦୟର ଏକ ଛୋଟିଆ କୋଣରେ ସାଇତି ରଖିବ ସତେ ଅବଦାନ ତୁମ ରହିଛି ଯେ କେତେ ଏହି ବିଦ୍ୟାଳୟ ପାଇଁ ଛାତ୍ରଛାତ୍ରୀ ଆଜି ରୋଦନ କରନ୍ତି ସ୍ନେହଟି ପାଇବା ପାଇଁ ଗଛ ଲତା ସହ ବାଲି ଗୋଡ଼ି ମାଟି ସଭିଏ ଝୁରିବେ ସତ ଗଛ ଲତା ସହ ବାଲି ଗୋଡ଼ି
ସାନ୍ନିଧ୍ୟଟି ପାଇବା ପାଇଁ ଚାଲିଥିବେ ତୁମ ପଥ, ଚାଲିଥିବେ ତୁମ ପଥ। କାଲିଠାରୁ କିଏ ବଡ଼ ଦିଦି ବୋଲି ଡାକିବ ସ୍ନେହରେ ଆଉ, କାଲିଠାରୁ କିଏ ବଡ଼ ଦିଦି ବୋଲି ଡାକିବ ସ୍ନେହରେ ଆଉ। ଶୂନ୍ୟ ପଡ଼ିବ ଯେ ବିଦ୍ୟା ମନ୍ଦିର, ଶୂନ୍ୟ ପଡ଼ିବ ଯେ ବିଦ୍ୟା ମନ୍ଦିର, ଯେତେ ଯାହା ପଛେ ଥାଉ, ଯେତେ ଯାହା ପଛେ ଥାଉ। ଧନ୍ୟବାଦ। ବିଦ୍ୟାଳୟ ସଂଗଠନ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, ସେ ବିଦ୍ୟାଳୟ ସଂଗଠନର ସାଥୀ CRCC ସମସ୍ତଙ୍କୁ ଆନନ୍ଦ ଧନ୍ୟବାଦ। ଯେହେତୁ ଏହି କାର୍ଯ୍ୟକ୍ରମକୁ ସମସ୍ତେ ଆସି ସଫଳ ମଣ୍ଡିତ କରିଛନ୍ତି। ଆଗରୁ ଆମେ ବହୁବାର କହିଛେ ଜନ୍ମ ଥିଲେ ମୃତ୍ୟୁ ଅଛି, ଚାକିରି ଥିଲେ ଅବସର ଅଛି। ତେଣୁକରି ଦିଦିଙ୍କର ଯେହେତୁ ସରକାରୀ ନିୟମରେ ସେ ଯଦି ଆମ ଠାରୁ ବିଦାୟ ନେଉଛନ୍ତି, କିନ୍ତୁ ଆମ ଅଞ୍ଚଳରେ ବିଦାୟ ନେବେ ନାହିଁ, ମୋର ପୂର୍ଣ୍ଣ ବିଶ୍ୱାସ ଅଛି। ଏବଂ ଯଦି ଆମ ବିଦ୍ୟାଳୟ ତରଫରୁ ଯଦି କିଛି ତାଙ୍କ ମନରେ ଦୁଃଖ ଥାଏ, ସେଥିପାଇଁ ମୁଁ ଦୁଃଖିତ। ଦିଦି ଯେଉଁ ଗୁରୁ ଦାୟିତ୍ୱ ମୋତେ ବହନ କରିବାକୁ ଗଲେ, ସିଦ୍ଧେଶ୍ୱରଙ୍କ ଆଶୀର୍ବାଦ ତଥା ମା ଚର୍ଚ୍ଚିଙ୍କର ଅପାର କରୁଣାରେ ମୁଁ ଯେପରି ଯେତିକି ଦିନ ରହିବି ସେତିକି ମୁଁ ନିଶ୍ଚିତ ଭାବେ କାର୍ଯ୍ୟ କରିବାକୁ ଚେଷ୍ଟା କରିବି। ପରିଶେଷରେ ଦିଦିଙ୍କର ଉତ୍ତରୋତ୍ତର ଉନ୍ନତି ତଥା ତାଙ୍କର ପରିବାରର ସର୍ବବିଧ ଉନ୍ନତି ପାଇଁ ମୁଁ ସିଦ୍ଧେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି। ତାଙ୍କର ଅବସର ଜୀବନ ନିଶ୍ଚିତ ସୁଖମୟ ହେଉ ଏବଂ ସେ ଶିଖରକୁ ଆଶୀର୍ବାଦ କରୁଛି। ବର୍ତ୍ତମାନ ମୁଁ ଅନୁରୋଧ କରିବି ଆମର ସରପଞ୍ଚ ମହୋଦୟଙ୍କୁ ଦିଦିଙ୍କୁ ସମ୍ମାନିତ କରିବି। ଏହି ସଭାର ଆମର ସଭାପତି ତଥା SMC ଚେୟାରମ୍ୟାନ୍ ମହୋଦୟ, ଅଫିସ ତରଫରୁ ସମ୍ବର୍ଦ୍ଧିତ କରିବାକୁ ଆସିଥିବା ABO ମହୋଦୟା, ମୋର ପ୍ରିୟ ସରପଞ୍ଚ ଯିଏକି ମୁଁ ଏଠି ଜଏନ୍ କଲା ଦିନଠୁ ମାନେ ତାଙ୍କଠୁ ଏତେ ବହୁତ ଛୋଟ ବେଳଠୁ ତାଙ୍କର ଏତେ ସହଯୋଗ ଆଉ ଏତେ ବଢ଼ିଆ କଥା ମୁଁ ପାଇଛି। ମୁଁ ତ ଚାକିରିକୁ ଗଲେ ବି ସୁଦ୍ଧା ତାଙ୍କ ମୋ ଜୀବନରୁ କେବେ ବି ମୁଁ ତାଙ୍କର ଇଏଟା କେବେ ବି ଭୁଲି ପାରିବିନି। ମୋ ପାଖରେ ବସିଥିବା CRCC ମହୋଦୟ ଏବଂ ଉକ୍ତ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦିଲ୍ଲୀପ ସାର୍, ଯିଏକି ମୁଁ ଜଏନ୍ କଲା ଦିନଠୁ ପ୍ରତି ପଦକ୍ଷେପରେ ମୁଁ ତାଙ୍କର ସାହାଯ୍ୟ ଲୋଡ଼ିଛି ଏବଂ ତାଙ୍କର ସାହାଯ୍ୟ ପ୍ରତି ପଦକ୍ଷେପରେ ମଧ୍ୟ ପାଇଛି। ମୋର ସାଙ୍ଗ ତଥା ସହକର୍ମୀ ମାଧୁରୀ ଦିଦି ଏବଂ ଅନ୍ୟାନ୍ୟ ଦିଦି ଏବଂ ସାର୍ମାନେ ତଥା ମୋ SMC ଓ ଅଭିଭାବକ ସଂଘର ମାଆମାନେ ମୋତେ ଆଜି ଏହି ବିଦାୟକାଳୀନ ସଭାରେ ମୋତେ ସେମାନେ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଛନ୍ତି। ଏହା ମୋ ପାଇଁ ବହୁତ ଗର୍ବ ଓ ଗୌରବର ବିଷୟ। ମୋର ଶିକ୍ଷକତା ଜୀବନ ମୁଁ ଆରମ୍ଭ କରିଥିଲି 1985 ମସିହାରେ। 1985ରେ ମୁଁ ଯେତେବେଳେ BSc ଦେଇସାରିଲି, ବେଗୁନିଆ ଗ୍ୟାସ୍ ସ୍କୁଲରେ ମୁଁ ପ୍ରଥମେ ପୋଷ୍ଟିଂ ହେଲି ମ୍ୟାନେଜମେଣ୍ଟରେ। ସେତେବେଳେ ମୁଁ BEd କରିନଥିଲି। ସେଠି ରହିଲା ଭିତରେ ବୋଲଗଡ଼ BEdରେ ଗୋଟେ ଝିଅ ଆସିଲାନି। ମୁଁ ଜାନୁଆରୀ ମାସରେ ଯେତେବେଳେ ଆଡମିସନ୍ କରିଦେଲି, ମାର୍ଚ୍ଚ ମାସରେ ପରୀକ୍ଷା ହେଲା, ମୁଁ ବେଗୁନିଆକୁ ଛାଡ଼ିଦେଲି। ଭୟରେ କାଳେ BEd ପାଠଟା ଏପଟେ ପଢ଼ଉଥିଲୁ BEdରେ ଦେଇଦେଇଛି, ସେଇ ଭୟରେ ଛାଡ଼ିଦେଲି। ତାପରେ ମଧ୍ୟ ସିଲେକ୍ସନ୍ ବୋର୍ଡ଼ ପାସ୍ କରିଥିଲି, କିନ୍ତୁ ଯୋଗ ଦେଇ ପାରିଲିନି। ନରସିଂହପୁରରେ ମଧ୍ୟ ପାଇଥିଲି, ସେଠିକି ଯାଇପାରିଲିନି। ତାପରେ ମୁଁ 91 ମସିହାରେ ଶିକ୍ଷାକର୍ମୀ ଭାବରେ ପୋଷ୍ଟିଂ ହେଲି ପ୍ରଥମେ ସାନନ୍ଦରା ସ୍କୁଲରେ। ହାଇସ୍କୁଲ ଛାଡ଼ି ଆସିଲି। ପ୍ରଥମେ ମନକୁ ହେଲା ହାଇସ୍କୁଲ ଗୁଡ଼ାକରେ ରହିପାରିଲିନି, ଶେଷକୁ ଆସିକି ପ୍ରାଇଭେଟରେ ରହିଲି। କିନ୍ତୁ ପ୍ରାଇଭେଟ ପିଲାମାନଙ୍କୁ ପଢ଼େଇବା ଭିତରେ ମୋତେ ଏତେ ସ୍ୱର୍ଗୀୟ ଆନନ୍ଦ ମିଳିଲା, ମୁଁ ଭାବିଲି ବୋଧହୁଏ ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। କାରଣ ମୁଁ କେବଳ ଦେବଦୁର୍ଲଭ ପିଲାମାନଙ୍କ ସଙ୍ଗରେ ମିଶିକରି ଛୋଟ ପିଲାମାନେ ମନ ତାଙ୍କର ସରଳ କବି, ତା ଭିତରେ ଆମେ ଯାହା ପୁରେଇଦେବା ସେଇଟା ସେମାନେ ଗ୍ରହଣ କରିଦେବେ। କାରଣ ସେମାନେ ହେଉଛନ୍ତି କଞ୍ଚା କାଦୁଅ ଭଳିଆ।
ଯେମିତି ଚକଟିବା ସେ ସେମିତି ରୂପ ନେଇଯିବ। ତାପରେ ସାନ୍ଦ୍ରାଠାରୁ ମୁଁ ଗଲି ଢସରୁ ମୁଁ ଆସିଲି 94 ମସିହାରେ ଖମାରଙ୍କ ସ୍କୁଲରେ ଯୋଗ ଦେଲି। ପୁରା 2017 ପର୍ଯ୍ୟନ୍ତ ରହିଲି, 2018 ପର୍ଯ୍ୟନ୍ତ ରହିଲି ଖମାରଙ୍କ ସ୍କୁଲରେ। ଖମାରଙ୍କ ସ୍କୁଲରେ ରହିଲା ଭିତରେ ମୁଁ ବେଦପୁର ପ୍ରତି ଘରେ ଘରେ ମେମ୍ବର ହେଇଗଲି। ସେତେବେଳେ ଏତେ ରେଷ୍ଟ୍ରିକ୍ସନ ନଥିଲା। ମା ମାନେ ନଈକି ଯିବେ, ତାଙ୍କ ଝିଅଟିକି ପୁଅଟି ସ୍କୁଲରେ ବସୁଛି, ଛୋଟ ଛୁଆଟିକି ନେଇ ପିଲାମାନେ ବସେଇଦେବେ। ମୁଁ ତାଙ୍କୁ ଧରିକି ପାଠ ପଢେଇବା ଆରମ୍ଭ କରୁଛି। କାହିଁକି ନା ମୁଁ ଭାବେ ଏ ପିଲାଟି ଯଦି ମୁଁ ଆଜି ଶୁଣାଇବି, କାଲି ସେ ମୋ ବିଦ୍ୟାଳୟକୁ ଆସିବ ମୋ ପାଖେ ପାଠ ପଢିବା ପାଇଁ। ସେମାନେ ଏତେ ଖୁସି ହେଇଥିଲେ। ବର୍ତ୍ତମାନ ବେଦପୁର ଗାଁର ପ୍ରତି ଘରେ ଘରେ ମୁଁ ଗୋଟେ ମାନେ ତାଙ୍କର ମେମ୍ବର ଭଳିଆ ରହିଛି ଆଜି ପର୍ଯ୍ୟନ୍ତ। ସେମାନେ ଆସିଲେ, ଏବେ ବି ଏଠି ଆସିଲେ ବି ଖୁସି ହେଇଯାଏ। ସେ ଛୋଟ ପିଲାଙ୍କୁ ମୁଁ ଟାଣି ନେଇଗଲି। କାହିଁକି ନା ମୁଁ ଜାଣିଛି ଏମାନଙ୍କୁ ମୁଁ ଯଦି ପୋତିବି ଏଇ ଗଛଟି ମୋ ପାଖକୁ ଆସିବ। ଆଉ ସେଇ ଭଳିଆ ମଧ୍ୟ ନାଁ କରିଥିଲି। ତାପରେ ସେଠି ମଧ୍ୟ ମୁଁ ଯେତେବେଳେ ଜଏନ୍ କରିଥିଲି ଆମେ 5 ଜଣ ଶିକ୍ଷକ ଥିଲୁ। ଏଇ ରେସିଓ ପରେ ତାପରେ କାଢ଼ିଲେ ଆମେ 2 ଜଣ ଶିକ୍ଷକ ରହିଲୁ। ମୁଁ ରମ ସାର୍ ଦିନେ ପଚାରିଥିଲି, ସାର୍ ଗୋଟେ ପରିବାରରେ 5 ଜଣ ଲୋକ ରହିଲେ କ'ଣ ରୋଷେଇ ହେବ? ଜଣେ ଲୋକ ରହିଲେ ରୋଷେଇ ହେବନି? ସେ ଖାଲି ଭାତ ଡାଲି ପନିପରିବା ସବୁ ଦେଇ ଗୋଟେ ଥର ଖାଇଦେବ? ତାକୁ ପୁଣି ସେ ଭାତ ରାନ୍ଧିବାକୁ ପଡ଼ିବ, ଡାଲି କରିବାକୁ ପଡ଼ିବ, ତରକାରୀ କରିବାକୁ ପଡ଼ିବ, ସେଇଭଳି ଭାବେ ତାକୁ ତ ସମୟ ଦେବାକୁ ପଡ଼ିବ। ମୁଁ ଏତେ ପିଲାମାନଙ୍କୁ ଆମେ 2 ଜଣ କେମିତି ମଣିଷ କରିବୁ? ସାର୍ ମତେ କହିଥିଲେ, ଝିଅ ତୁ ଯାହା କରୁଛୁ ମୁଁ ତା ବୁଝୁଛି, କିନ୍ତୁ କ'ଣ କରିବା ଆମର ଉପର ମହଲ ନିର୍ଦ୍ଦେଶରେ ମୁଁ କିଛି କରିପାରେ। ଯାହା ହଉ ତା ଭିତରେ ମୁଁ 3ଟା କ୍ଲାସ୍ ପିଲାଙ୍କୁ ଧରିକି ବସେ, ତୃତୀୟ, ଚତୁର୍ଥ, ପଞ୍ଚମ। ସେମାନେ ବସିଥିବେ, ଯିଏ ଯିଏ ଥରେ ସରିତା ମ୍ୟାଡ଼ାମ୍ ଚିହ୍ନି ପାରିଲେନି, ସିଏ ବି ମୋ ପାଖରେ ଟଙ୍କା ପକେଇକି ବସିବେ। ଯାହା ହଉ ମୋର ସେଇଟା ବି ଗୋଟେ ସୌଭାଗ୍ୟ ଥିଲା। ସେତିକି ଭିତରେ ବି ସେ ସ୍କୁଲ ତୃତୀୟ, ପଞ୍ଚମକୁ ଆମେ ଯୋଡ଼େ ଲେଖେ ପିଲାଙ୍କ ପଛ ବୃତ୍ତି ପାଇଁ ସେମାନେ ପାଇଚାଲନ୍ତି। 8 ବର୍ଷ 9 ବର୍ଷ କାଳ କନଷ୍ଟାଣ୍ଟ କେବଳ ଖମାର ସ୍କୁଲ ବୃତ୍ତି ନେଲା। ଯାହା ତାପରେ ମଧ୍ୟ ସମୟ ବଡ଼ ବଳବାନ 2017ରେ ମୁଁ ପଳେଇଲି ୟୁନାଇଟେଡ୍ ବିଦ୍ୟାପୀଠ। କିନ୍ତୁ ବସ୍ରେ ଯାଇକି ପହଞ୍ଚିବା ଭିତରେ ମୋର ସବୁବେଳେ ଡେରି ହେଇଗଲା। ତେଣୁ ମୁଁ ପୁଣି ଶିଶୁଆରୁ ଏଇ 2 ବର୍ଷ ହେଲା ମୁଁ ସର୍ଭିସ ଦେଲି। ଆସିଥିଲେ ମଧ୍ୟ ମତେ କେବଳ ପଢ଼େଇବାକୁ ଭଲ ଲାଗେ। ମୁଁ ପ୍ରକୃତରେ ଆଉ ଆଡମିନିଷ୍ଟ୍ରେସନ ଜିନିଷ ଉପରେ ମୋର ବିଶେଷ ଜ୍ଞାନ ଏତେ ନଥାଏ, କାରଣ ମୁଁ କେବେ ହେଲେ ଅଫିସିଆଲ ମ୍ୟାଟରରେ ମୁଣ୍ଡ ଖେଳାଏ। ମୁଁ ଭାବେ ପିଲାଙ୍କ ଲାଗି ଯେ ମୁଁ ପେଟଟା କରୁଛି, ମୁଁ ଯଦି ସମୟ ଦେବି କେବଳ ପିଲାଙ୍କ ପାଇଁ, ଯଦି ମତେ ଆଜି ଖାଇବାକୁ ମିଳିଛି ଏଇ ଛୋଟ ପିଲାଙ୍କ ପାଇଁ ମିଳିଛି। ତେଣୁ ମତେ ଏଇ 2 ବର୍ଷ ପ୍ରକୃତରେ ମୁଁ କିଛି ଜାଣିପାରିଲିନି ଏଇ ଯୋଉ ଆଡମିନିଷ୍ଟ୍ରେସନ ଲାଇନ ବିଷୟରେ। କିନ୍ତୁ ଯାହା ହଉ ଏଇ ସ୍କୁଲର ମୋର ସହକାରୀ ଶିକ୍ଷକ ଶିକ୍ଷିକା ମାନେ ମତେ ବହୁତ କ୍ଷେତ୍ରରେ ସାହାଯ୍ୟ କରି ଏ 2 ବର୍ଷଟା ମତେ ଶୃଙ୍ଖଳିତ ଭାବେ ଚଳେଇ ଦେଇଗଲେ। ଯାହା ତାଙ୍କ ପାଖରେ ମୁଁ ବହୁତ ଋଣୀ। ମୁଁ ଜାଣିପାରେନି ଟିକେ ଦୌଡ଼ିକି ପୁଣି ତାଙ୍କ ପାଖକୁ, ତାହେଲେ ଏଇଟା କଣ କରିବା, ତାହେଲେ ଏଇଟା କଣ କରିବା। ମତେ କେବଳ ପଢ଼େଇବା ଭଲ ଲାଗେ, ପ୍ରକୃତ କଥା ମତେ ପଢ଼େଇବାକୁ ଭଲ ଲାଗେ। ଯାହା ହଉ ଏଇ ସେମାନଙ୍କର ସହଯୋଗ, ସେମାନଙ୍କର ସହାନୁଭୂତିରେ ମୋର ଭଲରେ କଟିଯାଇଛି। ପିଲାମାନେ ତ ମୋତେ ସବୁବେଳେ ପ୍ରିୟ। ସବୁବେଳେ ମୁଁ ସେମାନଙ୍କର ପିଲାମାନଙ୍କୁ ବିଜ୍ଞାନ ମେଳାକୁ ପଠେଇବି, ମନ ବୁଝିବନି ସାର୍ ଯାଇଥିଲେ, କିନ୍ତୁ ମୁଁ ପୁଣି ମାଡ଼ିଯାଏ ତାଙ୍କ ମୋ ପିଲା ଦେଖିବାକୁ ତାଙ୍କ ପାଖରେ ଠିଆ ହେଇଯାଏ। ସୁରଭିଟା ହବ, ପିଲାଙ୍କୁ ଏଠି ଯାହା କରିବି, ଗାଇଡ ଟିଚର ପଠେଇବି, ଶେଷ ବେଳକୁ ମୁଁ ଯାଇକି ମାଡ଼ିକି ତାଙ୍କ ପାଖରେ ଠିଆ ହେଇଯାଏ। କାହିଁକି ନା ମୁଁ ପିଲାମାନଙ୍କର କୃତିତ୍ୱକୁ ଦେଖିଲେ ମୋତେ ଭାରି ଖୁସି ଲାଗେ। ଏମିତି ଭାବେ ମୋ ପିଲା ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରନ୍ତୁ, କାରଣ ମୁଁ ଜାଣିଛି ପିଲା ଫୁଲ ମଉଳିଯିବ ଏବଂ ସିଏ ମଧ୍ୟ ବୃନ୍ଦକୃତ ହୋଇ ତଳେ ଗଛ ପଡ଼ିବ, କିନ୍ତୁ ଯୋଉଗୁଡ଼ା କଢ଼ ଅଛି ତାକୁ ଉପଯୁକ୍ତ ପୋଷଣ ଦେଇକି ଆମକୁ ଫୁଟେଇବାକୁ ସେଇ ଫୁଟିବା ଫୁଲକୁ ସୃଷ୍ଟି କରିବା ପାଇଁ ମୋତେ ପିଲାଙ୍କ ପଛେ ପଛେ ଗୋଡ଼େଇବାକୁ ଭାରି ଭଲ ଲାଗେ। ଯାହା ଏଇଟା ଗୋଟେ ଆଦର୍ଶ ସ୍କୁଲ। ଏଇ ଗାଁଟା ପ୍ରତି ମୋର ପ୍ରଥମ ସବୁବେଳେ ବି ଦୁର୍ବଳତା ଥିଲା। ଏଠି ଯେତେବେଳେ ମହୋତ୍ସବ ମାନେ ଆୟୋଜନ ହେଇଥାଏ ମୁଁ ରାସ୍ତା ଉପରେ ଠିଆ ହେଇକି ତାକୁ ମଧ୍ୟ ଦେଖିକି ଯାଏ, ମୋତେ ଭାରି ଭଲ ଲାଗେ। ପ୍ରଭୁ ସିଦ୍ଧେଶ୍ୱର ଭଗବାନ କୃପାରୁ, ମା ଚନ୍ଦ୍ରିକା ଠାକୁରାଣୀଙ୍କ କୃପାରୁ 2 ବର୍ଷର ମୋର ଏଇ ଜୀବନ ସୁଖରେ କଟି ଯାଇଛି। ମୋ ପିଲାମାନଙ୍କର ଜୀବନ ମଧ୍ୟ ଆନନ୍ଦମୟ
ସୁଭାଷିତ ହେଉ, ପିଲାମାନଙ୍କର ଉଜ୍ଜଳତାର ଉନ୍ନତି ହେଉ, ସେମାନେ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଅର୍ଜନ କରନ୍ତୁ। ଏଇଟା ହିଁ ମୋ ଶେଷ ସମୟର ଏଇ ଭାଷଣ। ଏତିକି ମାତ୍ର ସେମାନଙ୍କ ପାଇଁ ଆଶୀର୍ବାଦ। ତୁମ ସ୍ନେହ ମମ ତାର ସପ୍ତ ବନ୍ଧନ, କାହିଁକି ଆସିଲା ଏହି ବିଦାୟ ଦିନ, ବୁଝୁ ନାହିଁ ଜମା ଏହି ଅବୁଝା ମନ। ସମୟ ତ ଦେଲାଣି, ସମୟ ତ ଦେଲାଣି ବଡ଼ କଷଣ, ଭୁଲି ତ ପାରୁନୁ ସେହି ଅଭୁଲା ଦିନ। ତୁମ ସ୍ନେହ ମମ ତାର ସପ୍ତ ବନ୍ଧନ, କାହିଁକି ଆସିଲା ଏହି ବିଦାୟ ଦିନ, ବୁଝୁ ନାହିଁ ଜମା ଏହି ଅବୁଝା ମନ। ଅନୁଷ୍ଠାନ ଛାତ୍ର ଛାତ୍ରୀ ବାଣୀ କବନ, ସମସ୍ତେ ଝୁରିବେ କେବେ ହୋଇ ମୌନ। ସମ୍ପର୍କର ସେତୁ ଆଜି ଭାଙ୍ଗିଲ କାହିଁ, କୋମଳ ମନରେ ବୁଝିପାରିଲୁ ନାହିଁ। ସମୟ ସାଜିଲା ଆଜି, ସମୟ ସାଜିଲା ଆଜି ବଡ଼ ଦାରୁଣ, ଭୁଲି ତ ପାରୁନୁ ସେହି ଅଭୁଲା ଦିନ। ତୁମ ସ୍ନେହ ମମ ତାର ସପ୍ତ ବନ୍ଧନ, କାହିଁକି ଆସିଲା ଏହି ବିଦାୟ ଦିନ, ବୁଝୁ ନାହିଁ ଜମା ଏହି ଅବୁଝା ମନ। ପୂର୍ବ ସ୍ମୃତି ଜାଗି ଉଠେ ଆଜି ମଣି, ବିଦାୟ ବେଳାରେ ଏହି ଦୁଃଖ ଲବନେ। ଯେଉଁଠି ଥିଲେ ବି ନିଶ୍ଚୟ ରଖିବୁ ମନେ, ଭୁଲି ତ ପାରିବୁ ନାହିଁ ଏହି ଜୀବନେ। ସମୟର ଦାସ ସାଜି, ସମୟର ଦାସ ସାଜି କରୁ ଗ୍ରହଣ, ଭୁଲି ତ ପାରୁନୁ ସେହି ଅଭୁଲା ଦିନ। ତୁମ ସ୍ନେହ ମମ ତାର ସପ୍ତ ବନ୍ଧନ, କାହିଁକି ଆସିଲା ଏହି ବିଦାୟ ଦିନ, ବୁଝୁ ନାହିଁ ଜମା ଏହି ଅବୁଝା ମନ। ସିଦ୍ଧେଶ୍ୱର ପାଖେ ଆଜି କରୁଛୁ ଅଳି, ତୁମ ଚଲା ପଥେ ପଡ଼ୁ କୁସୁମ ଝରି। ଦୋଷ ଥିଲେ କ୍ଷମା ଦେବେ କ୍ଷମା ଗୁଣରେ, ଆଶୀର୍ବାଦ ଭରି ଦେବେ ଆମ ମଥାରେ। କରୁଛୁ ପ୍ରଣାମ ମିଶି ଏହି ସୁବର୍ଣ୍ଣ, ଭୁଲି ତ ପାରୁନୁ ସେହି ଅଭୁଲା ଦିନ, ଭୁଲି ତ ପାରୁନୁ ସେହି ଅଭୁଲା ଦିନ, ଭୁଲି ତ ପାରୁନୁ ସେହି ଅଭୁଲା ଦିନ। କମ୍ ପଡ଼ିବ। ଆଉ ସହଜେ ବି ଆମର ପାରିବାରିକ ସମ୍ପର୍କ ଅଛି। ଜ୍ଞାନର ଗନ୍ତାଘର ଗୋଟିଏ ସିଏ। ଆଉ ପିଲାଙ୍କୁ ତ ସେ ଯେଉଁଭଳି ଭାବରେ ଭଲ ପାଏ, ତମେମାନେ ପିଲାମାନେ ସମସ୍ତେ ଜାଣିଛ। ସବୁ ପ୍ରକାର କଳାରେ ନିପୁଣତା ତା ପାଖରେ ଅଛି। ସରି ତାହାର ବାହାରି ପଡ଼ୁଛି, କାହିଁକିନା ଭଉଣୀ ହେବ ମୋ ସେ, ତେଣୁ ତାର ସବୁବେଳେ ମୁଁ ତାକୁ ତା କରେ ବାହାରି ପଡ଼ୁଛି। କିନ୍ତୁ ଆଜି ଆମେ ଜାଣିଛେ ଯେ ଯେମିତି ସୂର୍ଯ୍ୟ ଉଦୟ ହେଲେ ଅସ୍ତ ବି ହୁଅନ୍ତି, ଆଉ ସୁଖ ଥିଲେ ଦୁଃଖ ଆସେ, ସବୁର ଗୋଟିଏ ବିପରୀତ ଶବ୍ଦ ଆମେ ଜାଣିଛେ। ତେଣୁ ସେଇ ଜିନିଷଟା ନିଶ୍ଚୟ ଭାବିବ, ଆମେ ଜାଣିଛେ ଜନ୍ମ ଥିଲେ ମୃତ୍ୟୁ ଆସେ, ତଥାପି ଆମେ କିଛି କିଛି ଜାଣିକି ବି ସୁଦ୍ଧା କେତେ କୁକର୍ମ କରିଛେ। କିନ୍ତୁ ଏଇ ଗୋଟିଏ ଜିନିଷ ଆମେ ଜାଣିଛେ, କିନ୍ତୁ ସେଇ ଯୋଉ ଜିନିଷଟା ଆମର ବିଦାୟ ବେଳେ ଯୋଉ ସମୟଟା ଆମେ ଅତିବାହିତ କରେ, ସେଇ ସମୟଟା ଆମକୁ ନିଶ୍ଚିତ ଭାବରେ ଦୁଃଖ ଲାଗେ। କିନ୍ତୁ ଗୋଟିଏ ଜିନିଷ, ଯୋଉମାନେ ଚାକିରିଆ ସେମାନଙ୍କର ଦିଟା ଫେଜ୍ ଥାଏ। ଚାକିରି ସମୟରେ ଗୋଟେ ଫେଜ୍, ଚାକିରି ପରେ ଆଉ ଗୋଟେ ଫେଜ୍ ଥାଏ। ସେଥିପାଇଁ ଏଠି ଲେଖା ଅଛି ହାପି ରିଟାୟାରମେଣ୍ଟ ଲାଇଫ୍। ତେଣୁ ମୋ ତରଫରୁ ମୁଁ ତାଙ୍କୁ ହାପି ରିଟାୟାରମେଣ୍ଟ ଲାଇଫ୍ ଜଣେଇଛି। ଆଉ ପିଲାମାନେ ଲେଖିଛନ୍ତି ଗୋଟେ ଲଭ୍ ୟୁ ମା, ସେ ସମସ୍ତଙ୍କର ମା ଥିଲେ। ସେ ଏଇ ବିଦ୍ୟାଳୟର ସବୁଆଡ଼େ ସେ ଯୁଆଡ଼େ ବି ଯାଇଛନ୍ତି ମା ରୂପରେ ଦେଖା ଦେଇଛନ୍ତି। ଏଠି ଯେ ମୋତେ ପଚାରିଥିଲେ ପ୍ରଥମେ ଆସିକି ସେ କେମିତି,
ମୁଁ କହେ ସେ ମା ଭଳିଆ, ତେଣୁ ଆସିକି ପହଞ୍ଚିଲେ ତମମାନେ ସବୁ ଜାଣିବ। ଆଉ ଗୋଟିଏ ଜିନିଷ ହଉଛି ହସି ହସିକି ଜଣେ ହାସ୍ୟମୟୀ ଭାବରେ ଏଠି ଆମେମାନେ ସମସ୍ତେ ତାଙ୍କୁ ଜାଣିଛେ, ସୁମଧୁର ଭାଷାରେ ସିଏ ତାଙ୍କର ବ୍ୟବହାରରେ ସମସ୍ତେ ମଧ୍ୟ ଖୁସି, ଆଉ ଯୁଆଡ଼େ ଯାଆନ୍ତି ସମସ୍ତେ ତାଙ୍କ ବ୍ୟବହାରରେ ଖୁସି ଥାଆନ୍ତି। ଆଉ ଏଇ ବିଦ୍ୟାଳୟରେ ଯୋଉମାନେ ସବୁ ଆସି ଉପସ୍ଥିତ ଅଛନ୍ତି, ମଞ୍ଚାସୀନ ଅତିଥି ବୃନ୍ଦ, ତାଙ୍କ ବିଷୟରେ ବହୁତ କିଛି କହିଗଲେ, ତାଙ୍କ ଗୁଣଗାରିମା ବହୁତ କିଛି ବର୍ଣ୍ଣନା କଲେ। ଆଉ ଶେଷ ମୁହୂର୍ତ୍ତରେ ଆମର ବି 4ଟାରୁ ଅଧିକ ସମୟ ହେଇଗଲାଣି, ପିଲାମାନେ ଉଚ୍ଛୃଙ୍ଖଳ ହେଇ ପଡ଼ିଲେଣି ଘରକୁ ଯିବା, ତେଣୁ ଆଉ କିଛି ତାଙ୍କ ବିଷୟରେ କହିପାରିବିନି। ଖାଲି ଏତିକି ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବି, ତାଙ୍କ ଦେହ ପ୍ରତି ସେ ଜମା ବି ଯତ୍ନ ନେଇପାରନ୍ତି। ପିଲାମାନଙ୍କୁ ଦେଖିବା ଭିତରେ ପିଲାଙ୍କ ସହିତ ସମୟ ବିତାନ୍ତୁ, ଆଉ ବାକି ଯେତିକି ସମୟ ରହିଲା ଆରାମସେ ବୁଲନ୍ତୁ। ତେଣୁ ବର୍ତ୍ତମାନ ଯୋଉ ଫେଜଟା ଆରମ୍ଭ ହେଲା, କର୍ମ ପୁରା ଆମର ଘର ଭିତରର କର୍ମ, ବାହାର କର୍ମ ଆଉ ନାହିଁ। ତେଣୁ ଆମେ ପୁରା ଖୁସିରେ ରହିବା, ସେଇ ଜିନିଷଟା ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ଖୁସିରେ ଦିଦି ରୁହନ୍ତୁ। ଆଉ ଏଠି ଆସିକି ଉପସ୍ଥିତ ହୋଇଛନ୍ତି ତାଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଆଉ ଆମ ଏବିଓ ମହାଶୟା ମ୍ୟାଡାମ ଆମର ବସିଥିଲେ, ଜୟନ୍ତୀ ମ୍ୟାଡାମ, ସେ ମଧ୍ୟ ବହୁତ ସମୟ ନଷ୍ଟ କରିକି ଏଠି ଆସିକି ଉପସ୍ଥିତ ରହିଛନ୍ତି, ଆମ ଗାଁରେ ଧୈର୍ଯ୍ୟ ସହିତ ବସିଛନ୍ତି, ତାଙ୍କୁ ମୋତେ ବହୁତ ବହୁତ ଧନ୍ୟବାଦ। ଆଉ ଆମ କାର୍ତ୍ତିକ ସାର୍ ଆଜି ଗୋଟେ ଭଲ କାମ କରିବା ପାଇଁ ଆସିଥିଲେ ଏଠିକି, ସମୟ ଅଭାବ ଥିଲେ ମଧ୍ୟ ସେ ଆସିକି ଆମ ପାଖରେ ଉପସ୍ଥିତ ହୋଇଛନ୍ତି ବିୟୋଗ ନିର୍ଦ୍ଦେଶରେ, ତାଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ଆଉ ଆମର ଯୋଉ ପ୍ରେସିଡେଣ୍ଟ ମହୋଦୟ ଯିଏକି ସମସ୍ତ ସଭାର ପରିଚାଳନା କରୁଥିଲେ, ସିଏ ଆମ ସାଥିରେ ସବୁବେଳେ ଅଛନ୍ତି, ତାଙ୍କୁ ବହୁତ 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 ଧନ୍ୟବାଦ ଜଣାଇବି। ଆଉ ଆଗାମୀ ଭବିଷ୍ୟତର ଆମର ଦିଲ୍ଲୀପ ସାର୍ ଚାର୍ଜ ନେଇଛନ୍ତି ବର୍ତ୍ତମାନ, ତେଣୁ ତାଙ୍କୁ ମଧ୍ୟ ଏଇଠି ବସିଛନ୍ତି, ଏଇଠି ଯୋଉମାନେ ଅଛନ୍ତି ଆମ ସହକର୍ମୀଙ୍କ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇବି। ଶ୍ରେୟାଶିଷି ମହୋଦୟା ଆମର ଯିଏକି ଏଇ କ୍ଲଷ୍ଟରର ହେଉଛନ୍ତି ସଂଯୋଜିକା, ତାଙ୍କୁ ମଧ୍ୟ ସେ ସବୁବେଳେ ଆସିକି ଆମ ପାଖରେ ଉପସ୍ଥିତ ହୁଅନ୍ତି, ଆଜି ସମ୍ମାନ ଆସିଛନ୍ତି ଉପସ୍ଥିତ ଅଛନ୍ତି, ତାଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ମୋଟାମୋଟି ମୁଁ ଆଉ ଥରେ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇବି।